ନିଶ୍ଚୟ ଗତକାଲି ଯୋଉ ଘଟଣା ଘଟିଛି ଯଦି ତା ଭିତରେ ଯୋଉମାନଙ୍କର ଯାହା ପୀଡ଼ିତ ଅଛନ୍ତି କ୍ଷୟକ୍ଷତି ହେଇଛି ଯୋଉମାନେ ବି ଅଛନ୍ତି ମୁଁ ତା ପାଇଁ ଦୁଃଖିତ ମର୍ମାହତ ଏବଂ ବାସ୍ତବରେ ଯାହା ଯାହା ଘଟି ଯାଇଥିଲା ଗତକାଲିରେ ଯାହା ଯାହା ହୋଇଛି ମୁଁ ଗୋଟିଏ କଥା ଆପଣଙ୍କ ମିଡିଆ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମସ୍ତଙ୍କୁ ଏଇଟା ଜାଣିବାକୁ କହୁଛି ଏଇଟା ଯାହା ଯାହା ଆକ୍ରୋଶ ଭିତରେ ଯାହା ଗଣ୍ଡଗୋଳ କି ଯାହା କିଛି ଝଗଡା ହେଇଛି ଯାହା କିଛି ହେଇଛି ନିଶ୍ଚୟ ଆଇନ ଅଛି ଥାନା ଅଛି କୋର୍ଟ ଅଛି ତେଣୁ ଆଇନ କୋର୍ଟ ବାଟରେ ସମସ୍ତେ ଯାଇକି ତାର ନ୍ୟାୟ ଏବଂ ଦୋଷୀ ଦଣ୍ଡିତ ହେବେ ନିଶ୍ଚୟ। ତେଣୁ ଆ ପାଇଁ ବିରୋଧୀ ଦଳ ସରକାର ବିଜୁ ଜନତା ଦଳର ଏବଂ ପୂର୍ବତନ ବିଧାୟକ ଅନ୍ୟାନ୍ୟମାନେ ରାଜନୈତିକ ଆଖଡ଼ା କରି ସେ ଯୋଉ ଯାତ୍ରା ବିଭଉଛନ୍ତି ଆର କୌଣସି ମାନେ ନାହିଁ କି କୌଣସି ମତଲବ ନାହିଁ ଏବଂ ମୁଁ ବାରମ୍ବାର କହି ରଖୁଛି ଏଥିରେ ମୁଁ ସଦାସର୍ବଦା କହି ରଖିଛି ଆଗରୁ ଏବେ ବି କହୁଛି ଯୋଉମାନେ ଗଣ୍ଡଗୋଳ କରୁଛନ୍ତି ବିଗତ ଦିନରେ କରିଥିଲେ ଯୋଉମାନେ ସେ ଶାସକ ଦଳ ରୁହନ୍ତୁ ସେ ବିରୋଧୀ ଦଳ ରହୁଛନ୍ତି ସମସ୍ତେ ଦେଖିଥିବେ ଆଇନ ଅନୁଯାୟୀ ଦଣ୍ଡିତ ହେଇଛନ୍ତି ଏବଂ ଆଗକୁ ମଧ୍ୟ ଏଭଳିଆ ବର୍ବର ଯାହା କେସ୍ ହେଇଛି ଯୋଉମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ଯୋଉ ବି କେସ୍ ହେଇଛି ଏଥିରେ ନିଶ୍ଚୟ ଆଇନରେ ସେମାନେ ଦଣ୍ଡିତ ହେବେ। ଯେତେବେଳେ ଦେଖୁଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ଏବଂ ବିଜୁ ଜନତା ଦଳର ଅନ୍ୟାନ୍ୟ ନେତୃତ୍ୱ ମାନେ ଧର୍ମଶାଳାରେ ତାଙ୍କର ନା ଲୋକପ୍ରିୟତା ଆଗରୁ ଥିଲା ନା ଲୋକପ୍ରିୟତା ଏବେ ଅଛି ଧର୍ମଶାଳାର ଲୋକ ସେଇ ଯୋଗୁଁ ସରକାର ପରିବର୍ତ୍ତନ କରିଦେଇଥିଲେ ଏବଂ ତାପରେ ଯେତେବେଳେ ଦେଖିଲେ ଧୀରେ ଧୀରେ ସମସ୍ତେ ଆସି ଆମର ଯେତେବେଳେ ଲୋକାଭିମୁଖ କାର୍ଯ୍ୟ ହେଉଛି ତ ଲୋକଙ୍କ ପାଇଁ 24 ଘଣ୍ଟା ଅହରହ ମୁଁ ଏବଂ ମୋର କର୍ମକର୍ତ୍ତା ମାନେ କାମ କରୁଛୁ ସେତେବେଳେ ସେ ହିଂସ୍ର ହେଇଯାଇଛନ୍ତି ହିଂସ୍ର ହୋଇ ବାରମ୍ବାର ସୋସିଆଲ ମିଡିଆରେ ମିଛ ସତ ବହୁତ କଥା ଲେଖି ଲୋକଙ୍କୁ ଉତ୍କ୍ଷିପ୍ତ କରୁଛନ୍ତି ଲୋକଙ୍କୁ ଝଗଡା କରିବା ପାଇଁ ଆକ୍ଷେପ ଡାକୁଛନ୍ତି ତେଣୁ ମୁଁ ସେ ଏଇ ହିଂସ୍ର ପ୍ରକୃତିର କାର୍ଯ୍ୟ କରି ବାରମ୍ବାର ଗଣ୍ଡଗୋଳ କରି ତାପରେ ସାଙ୍ଗେ ସାଙ୍ଗେ ବିଧାୟକଙ୍କ ଦ୍ୱାରା ଏହା ହେଲା ବିଧାୟକ ଏହା କରିଥିଲେ ବାସ୍ତବରେ ମୁଁ ତ କହିବି ଦସ୍ତାବିଜ ରଖି କାଗଜ ପତ୍ର ରଖି ପ୍ରମାଣ ପତ୍ର ସହିତ ଯେତେବେଳେ କିଏ ମିଡିଆ ହଉ ଯୋଉ ଜାଗାରେ କହିପାରିବେ ସେ ଠୋସ୍ ସବୁ ସହିତ କହିପାରିବେ ଜିନିଷ ରହିଲା କି ଏଇଟା କିଏ କରିଥିଲା ମୁଁ ତ ସିଧା ସିଧା କହୁଛି ଯିଏ ଦୋଷ କରୁଛି ଦୋଷୀ ଦଣ୍ଡ ପାଇବା ନିହାତି ଦରକାର ସେ ମୋ ପାଖକୁ ବି ଆସିପାରନ୍ତି ମୁଁ ବି କହିପାରେ ଏବଂ ଯାହା ପାଖକୁ ଯିବେ ସେ ଜିନିଷ କହିପାରେ ମୁଁ ଆପଣ ଦେଖିଥିବେ ସରକାର ପରିବର୍ତ୍ତନ ପରଠୁ ଯୋଉମାନେ ଯେତେ ଯେତେ ସ୍କାମ ହେଇଛି ଯୋଉମାନେ ସେ ପୋଲିସ ଏସଆଇ ସ୍କାମ ହଉ ଯୋଉ ସ୍କାମ ହେଇଛି ପ୍ରାୟ ସବୁ ଦୋଷୀ ଯୋଉଠି ନା ଯୋଉଠି ଅଛନ୍ତି ସମସ୍ତେ ବନ୍ଧା ହେଇଛନ୍ତି ଏବଂ ଜେଲ ବି ଯାଇଛନ୍ତି। ଧର୍ମଶାଳାର ବିଧାୟକ ହିସାବରେ ଧର୍ମଶାଳାର ସମସ୍ତ ଜନସାଧାରଣ ମୋର ମୁଁ ତାଙ୍କର ଏଥିରେ କିଏ କାହାର କାହା ସମର୍ଥକ ସେମିତି କିଛି ନଥାଏ ଦଳ ନିର୍ବିଶେଷରେ ମୁଁ ଯେତେବେଳେ ନିର୍ବାଚିତ ହେଲି ମୋ ସହିତ ଶତାଧିକ ହଜାର ହଜାର ବିଜୁ ଜନତା ଦଳର ଅନ୍ୟାନ୍ୟ ଦଳର ଲୋକ ଆସିକି ସାମିଲ ବି ହେଇଛନ୍ତି ଏବଂ ସେମାନେ କାର୍ଯ୍ୟ ବି କରୁଛନ୍ତି ତାହେଲେ ଏଠି କାହାକୁ କହିବା କିଏ କାହା ଲୋକ ତାଙ୍କ ଲୋକ ଥିଲେ କଣ ଥିଲେ କେମିତି ଚିହ୍ନଟ କରିବା ଏଇଟା ଗୋଟେ ମୁଁ ବାରମ୍ବାର ଆପଣ କହିବି ଏଇଟା ଗୋଟେ ରାଜନୈତିକ ସ୍ତରରେ ଯେତେବେଳେ ତାଙ୍କର ହ୍ରାସ ପାଉଛି ସିଏ ସେତେବେଳେ ହିଂସ୍ର ହଉଛନ୍ତି ଏବଂ ସେ ହିଂସ୍ର ଆକ୍ରୋଶରେ ସେ ସବୁବେଳେ ଏଇ ଭୋଜି କରିବା ଏଇ ଜିନିଷ କରିବା ମଦ ମାଂସରେ ଭୋଜି କରିବା ଏମିତି ଜିନିଷ କରିକି ଲୋକଙ୍କୁ ଉସ୍କେଇବା ସୋସିଆଲ ମିଡିଆରେ ଯୋଉ ନେଗେଟିଭିଟି ଜିନିଷ ଲେଖିକି ଲୋକଙ୍କୁ ଝଗଡା କରିବା ଏଇ କରି ଜିନିଷ କରୁଛନ୍ତି ମୁଁ ବାରମ୍ବାର କହୁଛି 147 ନିର୍ବାଚନ ମଣ୍ଡଳୀରେ ଆଉ ତାପରେ କୋଉ ପୂର୍ବତନ ବିଧାୟକ କାହାପରେ କିଛି ହଉନି କଣ ଧର୍ମଶାଳା ସବୁ ହେଇଯାଉଛି କଣ ପାଇଁ ଜିନିଷ ହଉଛି କଣ ପାଇଁ ତମେ ଏତେ ହିଂସ୍ର ସ୍ତରକୁ କାହିଁ ଯାଉଛ କାହିଁ ଏମିତି କରୁଛ ଆଉ ତ କୋଉଠି ହଉନି ମୁଁ ତ ଯେତେବେଳେ ଦେଖିଥିବେ ବିଗତ ଦିନରେ ପଞ୍ଚାୟତ ସମିତି ବୈଠକ ଯେତେବେଳେ ଥିଲା ଧର୍ମଶାଳା ପୂର୍ବତନ ବିଧାୟକ ଭାଇ ପ୍ରଭାତ ବଳବନ୍ତରାୟ ଚେୟାରମ୍ୟାନ ଥିଲେ ପଞ୍ଚାୟତ ସମିତି ବୈଠକ ଡାକିଥିଲୁ ବସିଥିଲୁ ଆସ ଲୋକଙ୍କ କାମ କରିବା ମିଶିକି କରିବା ଆମେ ଏବେ ବି କହୁଛୁ ଆସ ଲୋକଙ୍କ କାମ କରିବା ମୋ ସହିତ ଆସ ମିଶିକି ଲୋକଙ୍କ କାମ କରିବା ତମେ କେବେ ତ ବିଧାୟକ ହେଲା ପରେ ଆମକୁ ବି କହିପାରିଥାନ୍ତ କି ସେମିତି ଆସ କାମ କରିବା ଲୋକଙ୍କ ପାଇଁ କାମ କରିବା ଯଦି ଧର୍ମଶାଳା ମାଟି ମା ପାଇଁ ଯେତେ ଦରଦ ଅଛି ମୁଁ ତ ବାରମ୍ବାର ଆପଣ ମିଡିଆ ମାଧ୍ୟମରେ କହିଛି ଆସ ଲୋକଙ୍କ କାର୍ଯ୍ୟ କରିବା ସେ ଆକ୍ରୋଶ ଭାବ ରଖି ଏ ଛଳନା କରି ଏ ଗଣ୍ଡଗୋଳ ନିଜ ନିଜ ଭିତରେ ସୃଷ୍ଟି କରି ଯାଇ ଏଇ ଟାଇପର ରାଜନୈତିକ ଧୂଆଁ ମସଲା ବାହାର କରିବା କୌଣସି ଯଥାର୍ଥ ନାହିଁ ତାପରେ ଯଦି ଆପଣଙ୍କ ସହିତ ଯାହା ବି ହେଲା କଣ ହେଲା ଏଇଟା ତଦନ୍ତ ପରେ ପୁଲିସ କରିପାରିବ ଏବଂ ନିଶ୍ଚୟ ଦୋଷୀକି ବି ଆରେଷ୍ଟ କରିବ ଆପଣ ଏଇଠି ଧର୍ମଶାଳା ଅଛି ଜେନାପୁର ଅଛି ଯାଜପୁର ଏସପି ଅଛି ଆପଣ ଏଇଠି ଏଫଆଇଆର ଦେଇପାରିଥାନ୍ତେ ଆପଣ ବିନା ଏଫଆଇଆର ରେ ସେଠି ଯାଇକି ରାଜନୈତିକ ମସଲା କରି ଏବଂ ବିନା ପରମିଶନରେ ସେଠି ଡିଜି ଅଫିସ ଆଗରେ ଜବରଦସ୍ତି ଗୁଣ୍ଡାଗର୍ଦ୍ଦି ଭଳିଆ ସେଠି ଡାକି ବସି ଏ ପ୍ରହସନ କରିବା ଏଟା ସିଧା ସିଧା ଜଣାପଡୁଛି ରାଜନୈତିକ ଯେତେବେଳେ ସ୍ତରରେ ତାଙ୍କର ହ୍ରାସ ପାଇଯାଇଛି ଲୋପ ପାଇଯାଇଛି ନିଜକୁ ସୋସିଆଲ ମିଡିଆରେ ହାଇଲାଇଟ କରିବା ଏବଂ ଏଇ ଲୋକମାନଙ୍କୁ ବଳିଦାନ କରିକି ନିଜର ପ୍ରହସନ କରିବା ଏଇଟା ଗୋଟେ ନାଟକ ଏଇଟା ଗୋଟେ ଢଙ୍ଗି ଚାଲିଛି।
भारतर एकमात्र परीक्षित बायोसार पृथ्वी प्रो माटी को रखे सुस्थ दिए नुआ जीवन धान पनीपरिबा और डाली जातीय फसल पई लाभदायक अमल बढ़ाए रोग कमाए आज ही जमी रे प्रयोग करंतु जोगाजोग पई 9937054201 नंबर को डायल करंतु। आम सह जोड़ी हेबा पाई आमकु लाइक फॉलो और सब्सक्राइब करंतु। अधिक अपडेट पाई विजिट करंतु आम वेबसाइट thequiver.in।